ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା କାର୍ତ୍ତିକ ମାସ ପବିତ୍ର ମାସ ଉପଲକ୍ଷେ ତୁଳସୀ ମାତାର ଏକ ଛୋଟିଆ କାହାଣୀଟିଏ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ମୋ ଭିଡ଼ିଓଟିକୁ କାହାକୁ ଭଲ ଲାଗିପାରେ ଓ କାହାକୁ ନ ଲାଗିପାରେ, ତଥାପି ଭିଡ଼ିଓଟିକୁ ଅଣଦେଖା ଅଣଶୁଣା ନ କରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ତାହେଲେ ଚାଲନ୍ତୁ ଶୁଣିବା ତୁଳସୀ ମାତାର କାହାଣୀ। କାର୍ତ୍ତିକ ମାସରେ ଗୋଟିଏ ବୁଢ଼ୀ ମାଉସୀଟିଏ ପ୍ରତିଦିନ ପାଣି ଦେଇ ଦେଇ କୁହେ କି, ହେ ତୁଳସୀ ମାତା, ମୁଁ ଶ୍ରଦ୍ଧା ଭକ୍ତି ସହିତ ତୋର ପୂଜା କରେ ଆଉ ପାଣି ଦିଏ। ମୋର ବୋହୂଟିଏ ଦେ, ପୀତାମ୍ବର ଶାଢ଼ୀଟିଏ ଦେ, ସୁନ୍ଦର ଚାଲିପାରିବି ଏପରି ଶକ୍ତି ଦେ, ଛଟପଟ ହୋଇ ଯେପରି ମୋର ମୃତ୍ୟୁ ନ ହୁଏ ଏପରି ଆଶୀର୍ବାଦ ଦେ, ଚନ୍ଦନ କାଠଟିଏ ଦେ, ଛୋଟ ରାଜମହଲଟିଏ ଦେ, ଡାଲି ଭାତର ଭୋଜନ ଦେ, କୃଷ୍ଣାଙ୍କର କାନ୍ଧ ଦେ। ତୁଳସୀ ମାତା ବୁଢ଼ୀ ମାଉସୀର ବର ମାଗିବା ଦେଖି ଶୁଖିବାକୁ ଲାଗିଲେ। ଭଗବାନ ବିଷ୍ଣୁ ତୁଳସୀଙ୍କୁ ପଚାରିଲେ, ହେ ତୁଳସୀ, ତମେ କାହିଁକି ଶୁଖି ଯାଉଛ? ମାତା ତୁଳସୀ କହିଲେ, ଏକ ବୁଢ଼ୀ ମାଉସୀଟିଏ ଆସି ସବୁଦିନ ଜଳ ଢାଳେ ଆଉ ଜଳ ଢାଳିଲା ବେଳେ ସବୁ ସମୟରେ ଏକା ପ୍ରକାର ଆଶୀର୍ବାଦ ମାଗିଥାଏ। ଆଶୀର୍ବାଦ ତ ମୁଁ ଦେଇଦେବି, ତାର ପୂରା କରିଦେବି, କିନ୍ତୁ କୃଷ୍ଣାର କାନ୍ଧ କେଉଁଠି ଆଣିବି? ବିଷ୍ଣୁ ଭଗବାନ କହିଲେ, ଯେତେବେଳେ ବୁଢ଼ୀ ମାଉସୀ ମରିବ ସେତେବେଳେ ମୁଁ ନିଜେ କାନ୍ଧ ଦେଇ ଆସିବି। କିଛି ଦିନ ପରେ ଯେତେବେଳେ ବୁଢ଼ୀ ମାଉସୀର ମୃତ୍ୟୁ ହେଲା, ସାଇ ପଡ଼ିଶା ବନ୍ଧୁ ବାନ୍ଧବ ସମସ୍ତେ ଆସିଲେ। ସେତେବେଳେ 4 ଜଣ ଉଠାଇବାକୁ ଆସିଲେ। ବୁଢ଼ୀ ମାଉସୀର ଶବକୁ ଉଠାଇ ପାରିଲେ ନାହିଁ। ଠିକ୍ ସେତିକିବେଳେ 12 ବର୍ଷର ବାଲକ ରୂପରେ ଭଗବାନ ବିଷ୍ଣୁ ଆସି ପହଞ୍ଚିଲେ। ବାଲକ ବିଷ୍ଣୁ ଭଗବାନ କହିଲେ, ମୁଁ କାନରେ ଗୋଟିଏ କଥା କହୁଛି, ତାହେଲେ ବୁଢ଼ୀ ମାଉସୀ ଉଠିଯିବ। ତ ବାଲକ ଭଗବାନ କହିଲେ, ବୁଢ଼ୀ ମାଉସୀ ଉଠିପଡ଼, ପୀତାମ୍ବରୀର ଧୋତି ନିଅ, ମିଠା ମିଠା ରସଗୋଲା ନିଅ, ବୈକୁଣ୍ଠରେ ଘର ନିଅ, ସୁନ୍ଦର ଚାଲି ନିଅ, ଛଟପଟ ହୋଇ ମୃତ୍ୟୁ ହେବନି, ବିଷ୍ଣୁର କାନ୍ଧ ନିଅ। ତୁଳସୀ ମାତାଙ୍କୁ ମାଗିଥିବା ସମସ୍ତ ଆଶୀର୍ବାଦ ବିଷ୍ଣୁ ଭଗବାନ ବୁଢ଼ୀ ମାଉସୀକୁ ପୂରଣ କରିଦେଲେ। ବିଷ୍ଣୁ ଭଗବାନଙ୍କର ଆଶୀର୍ବାଦ ଶୁଣି ବୁଢ଼ୀ ମାଉସୀର ଶବ ଟିକେ ହଲଚଲ ହେଲା। ତାପରେ ହଲଚଲ ହୋଇ ସାରିବା ପରେ ବୁଢ଼ୀ ମାଉସୀର ଶବ ହାଲୁକା ହୋଇଗଲା। ବିଷ୍ଣୁ ଭଗବାନ ବାଲକ ରୂପରେ ଶବକୁ କାନ୍ଧରେ ଦେଲେ ଏବଂ ବୁଢ଼ୀ ମାଉସୀକୁ ମୁକ୍ତି ମିଳିଗଲା। ବୁଢ଼ୀ ମାଉସୀର ମୃତ୍ୟୁ ସମୟରେ ବିଷ୍ଣୁ ଭଗବାନଙ୍କୁ ଦର୍ଶନ ପାଇ ଧନ୍ୟ ହୋଇଗଲା ଏବଂ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କଲା ଏବଂ ବୈକୁଣ୍ଠପୁରକୁ ଚାଲିଗଲା। ଆମେ ଯାହା ବି ପୂଜା କରୁଛୁ, ଯେଉଁ ଭଗବାନଙ୍କୁ ବି ପୂଜା କରୁଛୁ କି ତୁଳସୀରେ ଜଳ ଦେଲାବେଳେ ବି ଆମେ ଯେଉଁ ଭାବୁଛୁ ଆମ ପୂଜା ଭଗବାନ ବା ଦେବାଦେବୀ ପାଉଛନ୍ତି କି ନାହିଁ, କିନ୍ତୁ ସେମାନେ ପାଉଛନ୍ତି। ଶ୍ରଦ୍ଧା ଭକ୍ତି ସହିତ ଯଦି ପୂଜା କରିବେ ନିଶ୍ଚୟ ଭଗବାନ ପୂଜା ପାଇବେ, ଲକ୍ଷ୍ମୀ ମଧ୍ୟ ପାଇବେ, ତୁଳସୀ ମାତା ମଧ୍ୟ ପାଇବେ, ସମସ୍ତ ଦେବାଦେବୀ ପୂଜା ପାଇବେ। କିନ୍ତୁ ଶ୍ରଦ୍ଧା ଭକ୍ତି ସହିତ ପୂଜା କରନ୍ତୁ, ଦେଖିବେ ନିଶ୍ଚୟ ମନସ୍କାମନା ପୂର୍ଣ୍ଣ ହେବ। ଭକ୍ତି ଯଦି କରିବାର ଅଛି, ବୁଢ଼ୀ ମାଉସୀ ପରି ଭକ୍ତି କରନ୍ତୁ, ଶ୍ରଦ୍ଧା କରନ୍ତୁ ଆଉ ଭଗବାନଙ୍କୁ ପ୍ରସନ୍ନ କରି ନିଜ ମନକୁ ନିଜକୁ ପବିତ୍ର କରନ୍ତୁ ଆଉ ଭଗବାନଠୁ ଆଶୀର୍ବାଦ ପାଆନ୍ତୁ। ଯଦି ଆଜିର କାହାଣୀ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।
ओं भगवते वासुदेवाय नमः। जय माँ तुलसी।